ଜୟ ଜଗନ୍ନାଥ ଓଡ଼ିଶାବାସୀ। ଆଜି ଜାନୁଆରୀ 2 ତାରିଖ ରବିବାର 10ଟି ଗୁରୁତ୍ୱପୂର୍ଣ୍ଣ ନ୍ୟୁଜ୍ ଉପରେ ନଜର ପକାଇବା। ଆପଣଙ୍କ ଭଲ ପାଇବା ସ୍ୱରୂପ ଗୋଟେ ଲାଇକ୍ ନିଶ୍ଚିତ ଭାବରେ କରିବେ। ଚାଲନ୍ତୁ ଆଜି ସକାଳ ଖବର ଉପରେ ନଜର ପକାଇବା। ପ୍ରଥମ ଖବର, ବଜେଟରେ ମହିଳା, କୃଷକ ଓ ଯୁବବର୍ଗଙ୍କୁ ଫୋକସ୍। ବୀମା କ୍ଷେତ୍ରରେ 100% ଏଫ୍ଡିଆଇକୁ ଅନୁମତି। କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୃଷକ, ଟ୍ୟାକ୍ସ, ମହିଳା, ଏମ୍ଏସ୍ଏମ୍ଇ ଓ ଶିକ୍ଷା କ୍ଷେତ୍ରରେ ଅନେକ ଘୋଷଣା କରିଛନ୍ତି। ଆସନ୍ତୁ ନଜର ପକାଇବା ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣ ବଜେଟର ପ୍ରମୁଖ ଘୋଷଣା ଉପରେ। କେନ୍ଦ୍ର ବଜେଟରେ କୃଷକଙ୍କ ପାଇଁ ଅନେକ ଘୋଷଣା କରାଯାଇଛି। ପରବର୍ତ୍ତୀ ଖବର, ଭୋଟିଂରେ 4 ଦିନ ପୂର୍ବରୁ ଦିଲ୍ଲୀରେ ଆପକୁ ବଡ଼ ଝଟକା। ବିଜେପିରେ ସାମିଲ ହେଲେ 8 ବିଧାୟକ। ଦିଲ୍ଲୀରେ ବଦଳିଯିବ କି ଆପର ନିର୍ବାଚନୀ ସମୀକରଣ? ଶୁକ୍ରବାର ଦିନ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଆମ୍ ଆଦମୀ ପାର୍ଟିର 8 ଜଣ ବିଧାୟକ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଆପ୍ ବିଧାୟକ ଗରୀଶ ସୋନି, ରୋହିତ ମେହରବାଲିଆ, ମଦନ ଲାଲ, ରାଜେଶ ରିଷି, ନରେଶ ଯାଦବ, ଭବନ ଗୌର, ପବନ କୁମାର ଶର୍ମା ଏବଂ ବିଏସ୍ ଜୁନ୍ ଆଜି ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳର ସଭ୍ୟପଦ ଗ୍ରହଣ କରିଛନ୍ତି। ପରବର୍ତ୍ତୀ ଖବର, ଇତିହାସରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନରେ 7 ଫେରା ନେବେ 2 ଯବାନ। ରାଷ୍ଟ୍ରପତି ଭବନ ପାଲଟିବ ମଣ୍ଡପ। ବାଜିବ ସେହେନାଇ, ବିବାହ ବନ୍ଧନରେ ବାନ୍ଧି ହେବେ 2 ସିଆର୍ପିଏଫ୍ ଯବାନ। ଇତିହାସରେ ପ୍ରଥମ ଥର ପାଇଁ ଏମିତି ହେବାକୁ ଯାଉଛି। ରାଷ୍ଟ୍ରପତି ଭବନରେ ସିଆର୍ପିଏଫ୍ର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପୁନମ ଗୁପ୍ତାଙ୍କ ବିବାହ ଉତ୍ସବ ଆୟୋଜିତ ହେବ। ସୂଚନା ମୁତାବକ ପୁନମ ଗୁପ୍ତା କିଛି ମାସ ହେବ ରାଷ୍ଟ୍ରପତି ଭବନରେ ପର୍ସନାଲ ସିକ୍ୟୁରିଟି ଅଫିସର ବା ପିଏସ୍ଓ ଭାବରେ କାର୍ଯ୍ୟରତ ଥିଲେ। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷାରେ ନିୟୋଜିତ ଅଛନ୍ତି। ଜାମ୍ମୁ କାଶ୍ମୀରରେ ସିଆର୍ପିଏଫ୍ ତରଫରୁ ନିୟୋଜିତ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅଭିନାଶ କୁମାରଙ୍କ ସହ ପୁନମ ବିବାହ କରିବାକୁ ଯାଉଛନ୍ତି। 12 ଫେବୃଆରୀରେ ରାଷ୍ଟ୍ରପତି ଭବନରେ ଏହି ବିବାହ ସମ୍ପନ୍ନ ହେବ। ପରବର୍ତ୍ତୀ ଖବର, ମୟୂରଭଞ୍ଜ ମାଟି ହେଉଛି କଳା ଓ ସଂସ୍କୃତିର ମାଟି। ମୟୂରଭଞ୍ଜ ଜିଲ୍ଲାର ଗୌରବ ଉଜ୍ଜ୍ୱଳ ଇତିହାସ ସର୍ବଜନ ବିଦିତ। ଓଡ଼ିଶା ମାଟିକୁ ବିଭିନ୍ନ କ୍ଷେତ୍ରରେ ମୟୂରଭଞ୍ଜର ଅବଦାନ ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରଠାରେ ଆୟୋଜିତ ମୟୂରଭଞ୍ଜ ଉତ୍ସବ ଅବସରରେ କହିଛନ୍ତି। ଭୁବନେଶ୍ୱରର ଉତ୍କଳ ମଣ୍ଡପଠାରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପ୍ରଥମେ ମୟୂରଭଞ୍ଜର ମହାନୁଭବ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବଙ୍କ 150ତମ ଜନ୍ମତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ, ଇଂରେଜ ଶାସନ କାଳରେ ମୟୂରଭଞ୍ଜ ରାଜ୍ୟର ବହୁ ଉନ୍ନତିମୂଳକ କାର୍ଯ୍ୟ ରାଜପରିବାର ଦ୍ୱାରା ସମାପନ ହୋଇଥିଲା। ପରବର୍ତ୍ତୀ ଖବର, ଘର ଭାଙ୍ଗିଲେ ହାତୀପଲ, ଉଜାଡ଼ିଲେ ଫସଲ। ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅଧୀନର ବିସ୍ତୀର୍ଣ୍ଣ ସ୍ଥାନରେ ଶୁକ୍ରବାର ରାତିରେ 11 ଟିକିଆ ହାତୀପଲ ଆତଙ୍କ ଖେଳାଇଛନ୍ତି। ବିଳମ୍ବିତ ରାତିରେ ମକରଗୋଲା ଅଞ୍ଚଳରୁ 11 ଟିକିଆ ହାତୀପଲ ଓଡ଼ିଶା ପଞ୍ଚାୟତ ବେଲପାଳ ଗ୍ରାମରେ 3ଟି ଘର ଭାଙ୍ଗି ଘରୁ ଭାତ ଧାନ ଖାଇଯାଇଛନ୍ତି। ଲୋକମାନେ ଘରେ ରୋଷେଇ କରି ଖାଇବା ପୂର୍ବରୁ ହାତୀପଲ ଘର ଭାଙ୍ଗି ଭାତ ଓ ଧାନ ଖାଇଯାଇଛନ୍ତି। ପରବର୍ତ୍ତୀ ଖବର, ଦାୟିତ୍ୱ ନେଲେ ରାଜ୍ୟ ନିର୍ବାଚନ କମିଶନର। ରାଜ୍ୟ ନିର୍ବାଚନ କମିଶନର ଭାବେ ଶୁକ୍ରବାର ଦାୟିତ୍ୱ ନେଇଛନ୍ତି ମଧୁସୂଦନ ପାଢ଼ୀ। ତୋଷାଳୀ ଭବନରେ ବିଧିବଦ୍ଧ ଭାବେ ସେ ଦାୟିତ୍ୱ ନେଇଛନ୍ତି। ଆଦିତ୍ୟ ପାଢ଼ୀଙ୍କ ଅବସର ପରେ କମିଶନର ପଦ ଖାଲି ପଡ଼ିଥିଲା। ଏବେ ଦାୟିତ୍ୱର ଭାର ମଧୁସୂଦନ ପାଢ଼ୀଙ୍କ ହାତକୁ ହସ୍ତାନ୍ତର କରାଯାଇଛି। ପରବର୍ତ୍ତୀ ଖବର, ସରକାରଙ୍କ ବଡ଼ ଘୋଷଣା, ଶସ୍ତାରେ ମିଳିବ ବିଜୁଳି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ପୂର୍ଣ୍ଣାଙ୍ଗ ବଜେଟ୍ 2025 ଉପସ୍ଥାପନା କରିଛନ୍ତି। ବଜେଟରେ 6ଟି ପ୍ରମୁଖ ବିଷୟ ଉପରେ ଧ୍ୟାନ ଦିଆଯିବ ବୋଲି କୁହାଯାଇଛି। ସେଥିମଧ୍ୟରୁ ଗୋଟିଏ ହେଉଛି ଦେଶର ଶକ୍ତି କ୍ଷେତ୍ରରେ ପରିବର୍ତ୍ତନ। ଏଥିପାଇଁ ବଜେଟରେ ପର୍ଯ୍ୟାପ୍ତ ଘୋଷଣା କରାଯାଇଛି ଏବଂ ଲୋକଙ୍କୁ ଶସ୍ତାରେ କିପରି ବିଦ୍ୟୁତ୍ ମିଳିବ ଏନେଇ ମଧ୍ୟ ଆଲୋଚନା କରାଯାଇଛି। ପରବର୍ତ୍ତୀ ଖବର, ଗୁଣିଗାରେଡ଼ି ଓ ଡାହାଣୀ ସନ୍ଦେହରେ ପିଉସୀଙ୍କୁ ମାରିଦେଲା ପୁତୁରା। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଙ୍କଡ଼ାହାଡ଼ ଥାନା ପିତଳଧୁଆ ଗ୍ରାମ ଝରଣା ସାହିରେ ଅନ୍ଧବିଶ୍ୱାସ ଜଣେ ମହିଳାଙ୍କର ଜୀବନ ନେଇଛି। ଏଠାରେ ଗୁଣିଗାରେଡ଼ି ଓ ଡାହାଣୀ ସନ୍ଦେହରେ ସମ୍ପର୍କୀୟ ପିଉସୀଙ୍କୁ ତୀର ମାରି ପୁତୁରା ହତ୍ୟା କରିଛି। ମୃତକ ବ୍ୟକ୍ତି ହେଲେ ସେହି ଗ୍ରାମର ସୁନ୍ଧୁ ସିଂ ଓ ହତ୍ୟାକାରୀଙ୍କ ପୁତୁରା ଜଣକ ଦାମୋଦର ପୂର୍ତ୍ତି। ପରବର୍ତ୍ତୀ ଖବର, ରେଳ ବିଭାଗର ଦାୟିତ୍ୱହୀନତା ଯୋଗୁଁ ଟ୍ରେନ୍ ଯାତ୍ରାରୁ ବଞ୍ଚିତ। 50 ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ନୋଟିସ୍। ବିହାର ଜଣେ ବ୍ୟକ୍ତି ରେଳ ବିଭାଗ ନିକଟରୁ କ୍ଷତିପୂରଣ ବାବଦରେ 50 ଲକ୍ଷ ଟଙ୍କା ଦାବି କରିଥିବା ବେଳେ ଓକିଲ ଜରିଆରେ ଏ ସମ୍ପର୍କିତ ନୋଟିସ୍ ପଠାଇଥିବା ଜଣାପଡ଼ିଛି। ଜନକ କିଶୋର ଝା ନାମକ ଏହି ବ୍ୟକ୍ତି କେତେକ ସମ୍ପର୍କୀୟଙ୍କ ସହ ଚଳିତ ମାସ 26ରେ ସ୍ୱତନ୍ତ୍ର ସେନାନୀ ଏକ୍ସପ୍ରେସ୍ ଯୋଗେ ପ୍ରୟାଗରାଜ ଯିବାକୁ 3rd ଏସିରେ ଟିକେଟ୍ ବୁକ୍ କରିଥିଲେ। ତେବେ ମୁଜାଫରପୁର ଷ୍ଟେସନରେ ଟ୍ରେନ୍ ଲାଗିବା ପରେ ସମ୍ପୃକ୍ତ ବଗି ଭିତର ପଟୁ ବନ୍ଦ ରହିଥିଲା। ଯେତେ ଉଦ୍ୟମ କଲେ ସୁଦ୍ଧା କବାଟ ନ ଖୋଲିବାରୁ ସେମାନେ ଟ୍ରେନ୍ ଚଢ଼ିପାରି ନଥିଲେ। ଓ ଶେଷ ଖବର,
ଶବ ନେଇ ଫେରୁଥିଲେ ନିଜେ ଶବ ହୋଇଗଲେ। ବାପାଙ୍କ ଶବ ନେଇ ଶୁକ୍ରବାର ବିଳମ୍ବିତ ରାତିରେ କଟକରୁ ଗାଡ଼ିରେ ଭୋଗରାଇ ଫେରୁଥିଲେ ପୁଅ, ମା ଓ ଗାଡ଼ି ଚାଳକ। ଭଦ୍ରକ ରାଣୀତାଳ ଜାତୀୟ ରାଜପଥରେ ଘନ କୁହୁଡ଼ି କିମ୍ବା ଆଖି ଲାଗିଯିବାରୁ ଆଗରେ ଥିବା ଏକ ଡମ୍ଫରକୁ ପଛପଟୁ ଧକ୍କା ଦେବାରୁ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ଥିବା ଭୋଗରାଇ ବ୍ଲକ ଶ୍ରଦ୍ଧାପୁର ପଞ୍ଚାୟତ ପଳାଶିଆ ଗ୍ରାମର ହିମାଂଶୁ ଜେନା ଓ କଟକ ବାସିନ୍ଦା ଗାଡ଼ି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ହିମାଂଶୁଙ୍କ ମା ସାବିତ୍ରୀଙ୍କୁ ମୁମୂର୍ଷୁ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି।